ତୁମ୍ଭ ପାର୍ଶ୍ୱରେ ସହସ୍ର ଓ ତୁମ୍ଭ ଦକ୍ଷିଣ ପାଖରେ ଅୟୁତ ଲୋକ ପଡ଼ିବେ, ମାତ୍ର ତାହା ତୁମ୍ଭ କତିକି ଆସିବ ନାହିଁ। ହାଲେଲୁୟା। ହାଲେଲୁୟା। କୁହନ୍ତୁ ମୋ କତିକି ଆସିବ ନାହିଁ, ମୋ ଗତିକୁ ଆସିବ ନାହିଁ, ମୋ କତିକି ଆସିବ ନାହିଁ। ମୋ ଗତିକୁ ଆସିବ ନାହିଁ। ହାଲେଲୁୟା। ହାଲେଲୁୟା। କାହିଁକି ଡିକ୍ଲେୟାର କରାଉଛନ୍ତି, କାହିଁକି ଘୋଷଣା କରାଉଛନ୍ତି? ରିଜନ ଅଛି। ହାଲେଲୁୟା। ଆପଣ ଯେମିତି କହିବେ ଆପଣଙ୍କ ସହିତ ତଦ୍ରୂପ ଘଟିବ। କୁହ ମୁଁ ପରମେଶ୍ୱରଙ୍କର ମନକୁ ପାଇଅଛି। ମୁଁ ପରମେଶ୍ୱରଙ୍କ ମନକୁ ପାଇଅଛି। ହାଲେଲୁୟା। I Hallelujah. have got the mind of Christ. ହାଲେଲୁୟା। Hallelujah. ଖ୍ରୀଷ୍ଟଙ୍କର ମନକୁ ପାଇଛି। ଯଦି ଖ୍ରୀଷ୍ଟ ଥାନ୍ତେ ଏହି ସମୟରେ କ'ଣ କରିଥାନ୍ତେ? ଆପଣ ଯଦି ରୋଗରେ ଅଛନ୍ତି, ପରିସ୍ଥିତିରେ ଅଛନ୍ତି, ସମସ୍ୟା ଘେରରେ ଅଛନ୍ତି, ଯଦି ଯୀଶୁ ଖ୍ରୀଷ୍ଟ ଥାନ୍ତେ ସେଠି କ'ଣ କରିଥାନ୍ତେ? ହାଲେଲୁୟା। ହାଲେଲୁୟା। ରିନ୍ୟୁ ୟୋର ମାଇଣ୍ଡ। ଆପଣଙ୍କର ମନକୁ ନୂତନୀକରଣ କରନ୍ତୁ, କାରଣ ଆପଣ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ମୃତ୍ୟୁ ବରଣ କରି ପୁନରୁତ୍ଥାନରେ ପ୍ରବେଶ କରିଅଛନ୍ତି। ଆପଣ ଆଉ ଜୀବିତ ନୁହନ୍ତି, କିନ୍ତୁ ଖ୍ରୀଷ୍ଟ ଆପଣଙ୍କ ମଧ୍ୟରେ ଜୀବିତ ଜୀବିତ ଅଛନ୍ତି। ଜୀବିତ ଅଛନ୍ତି। ହାଲେଲୁୟା। 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 ଯେଉଁ ପ୍ରକାର ଆରାଧନା ସମୟରେ ଗୀତ ଗାଉଥିଲେ, ମୁଁ ଆଉ ମୋ ମଧ୍ୟରେ ଜୀବିତ ନୁହଁ, କିନ୍ତୁ ଖ୍ରୀଷ୍ଟ ମୋ ମଧ୍ୟରେ ଜୀବିତ ଜୀବିତ ଅଛନ୍ତି। ହାଲେଲୁୟା। ହାଲେଲୁୟା। ଯଦି ଜୀବିତ ଅଛନ୍ତି ପ୍ରିୟମାନେ, ସ୍ୱର୍ଗ ଏହି ସ୍ଥାନରେ ଉପସ୍ଥିତ ଅଛି। ହାଲେଲୁୟା। କେତେ ଜଣ ବିଶ୍ୱାସ କରୁଛ ସ୍ୱର୍ଗ ଏହି ଜାଗାରେ ଉପସ୍ଥିତ ଅଛି? ଆମେନ୍। ହାଲେଲୁୟା। ମୁଁ କିଛି ଲୋକର ହସ୍ତକୁ ଦେଖୁଥିଲି। କେତେ ଜଣ ବିଶ୍ୱାସ କରୁଛନ୍ତି ଏହି ସ୍ଥାନରେ ସ୍ୱୟଂ ପରମେଶ୍ୱର ଅଛନ୍ତି? ହାଲେଲୁୟା। 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 ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ବାଇବେଲ ପ୍ରକାଶ କରେ ଯେଉଁ ଜାଗାରେ 2 କିମ୍ବା 3 ଜଣ ମୋ ନାମରେ ଏକତ୍ରିତ ହୁଅନ୍ତି, ମୁଁ ସେହି ସ୍ଥାନରେ ବିଦ୍ୟମାନ ଅଛି। ହାଲେଲୁୟା। ହାଲେଲୁୟା। କେତେ ଜଣ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ତୁମେ ଏହି ଜାଗାକୁ ଓହ୍ଲାଇ ଆସ? ହସ୍ତ ଉଠାଇବେ। ମୁଁ ପଚାରିଲି କେତେ ଜଣ ବିଶ୍ୱାସ କରୁଛନ୍ତି ବା ପ୍ରାର୍ଥନା କରୁଛନ୍ତି, ପ୍ରଭୁ ତୁମେ ଏହି ସ୍ଥାନରେ ଓହ୍ଲାଇ ଆସ? କେତେ ଜଣ ଏଥର ଉଠାଅ? କେତେ ଜଣ? ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ମୁଁ ଏଥିପାଇଁ କହୁଥିଲି, ଆଇ ହ୍ୟାଭ୍ ଗଟ୍ ଦ ମାଇଣ୍ଡ ଅଫ୍ ଖ୍ରାଇଷ୍ଟ। ମୁଁ ଖ୍ରୀଷ୍ଟଙ୍କର ମନକୁ ପାଇଛି। ପ୍ରଭୁ ଲାଇଭ ନାହିଁ, ପ୍ରଭୁ ମୋ ମଧ୍ୟରେ ଅଛନ୍ତି। ହାଲେଲୁୟା। କୁହନ୍ତୁ ପ୍ରଭୁ ମୋ ମଧ୍ୟରେ ଅଛନ୍ତି। ମୁଁ ପରମେଶ୍ୱରଙ୍କ ମନ୍ଦିର ଅଟେ। ହାଲେଲୁୟା। ମୁଁ ଯେଉଁ ଜାଗାକୁ ଯାଏ ପରମେଶ୍ୱର ମୋ ସହିତ ଯାଆନ୍ତି, ଗମନାଗମନ କରନ୍ତି। ମୁଁ ଯେଉଁ ଜାଗାକୁ ଯାଏ ଅଲୌକିକ ପରିସ୍ଥିତି ତିଆରି ହୋଇଯାଏ। ତିଆରି ହେବା ଆବଶ୍ୟକ ନାହିଁ, ପରିବେଶକୁ ମୁଁ ନେଇକୁ ଯାଏ। ହାଲେଲୁୟା। ହାଲେଲୁୟା। ପରିସ୍ଥିତିକୁ ଛାଡ଼ିକି ପରିବେଶ ମଧ୍ୟରେ ପ୍ରବେଶ କରିକି ଆମେ ମାନେ ଯାଉଛୁ ପ୍ରିୟମାନେ। ଏମିତି ଭାବରେ ନୁହଁ, ଯେମିତି ଆସିଥିଲୁ ସେମିତି ଯିବା ପାଇଁ ନୁହଁ। ହାଲେଲୁୟା। ହାଲେଲୁୟା। I am the temple of God. ମୁଁ ପରମେଶ୍ୱରଙ୍କ ମନ୍ଦିର ଅଟେ। ପରମେଶ୍ୱର ମୋ ମଧ୍ୟରେ ବାସ କରନ୍ତି। ମୁଁ ଯେଉଁ ଜାଗାକୁ ଯିବି, ପରମେଶ୍ୱରଙ୍କ ଉପସ୍ଥିତି ମୋ ସହିତ ସେହି ଜାଗାକୁ ଯିବ। ଇଟ୍ ମିନ୍ସ ସ୍ୱର୍ଗ ଯାହାର ସିଂହାସନ, ପୃଥିବୀ ଯାହାର ପାଦପୀଠ, ପରମେଶ୍ୱରଙ୍କର ଉପସ୍ଥିତି ମୋ ସହିତ ଅଛି। ଯଦି ପରମେଶ୍ୱର ମୋ ସହିତ ଅଛି, ସ୍ୱର୍ଗୀୟ ସେନାବାହିନୀ ମୋ ସହିତ ହାଲେଲୁୟା। ତ ଭୟ କାହିଁକି? ଗତ ରାତିରେ ମୋତେ କଲ୍ ଆସିଥିଲା, ଜଣକୁ ଭୂତ ଧରିଛି, ଆଉ ତାକୁ ଭିଡିଓ କଲିଂ ମାଧ୍ୟମରେ ହିଁ ଡେଲିଭରେନ୍ସ କଲି। ହାଲେଲୁୟା। ଭୂତ କାହିଁକି ଧରିବ? ଭୟ କାହିଁକି ଲାଗିବ? ଆମେ ମାନେ ବିଶ୍ୱାସର ଆତ୍ମା ପାଇଅଛୁ। ଏଥିପାଇଁ କଥା କହୁଅଛୁ। ଆପଣ କେଉଁ ଆତ୍ମା ପାଇଅଛନ୍ତି? ବିଶ୍ୱାସର ଆତ୍ମା। ସମୟ ନାହିଁ, ଏଥିପାଇଁ ଶୀଘ୍ର ସାରିବି। ତୁମ୍ଭ ପାର୍ଶ୍ୱରେ ସହସ୍ର ଓ ତୁମ୍ଭ ପାଖରେ, ତୁମ୍ଭ ଦକ୍ଷିଣ ପାଖରେ ଅୟୁତ ଲୋକ ପଡ଼ିବେ। ହାଲେଲୁୟା। ଆଜି ଆପଣଙ୍କର ଶତ୍ରୁମାନେ ଆପଣଙ୍କର ଚତୁଃପାର୍ଶ୍ୱରେ ଆପଣଙ୍କ ବିରୁଦ୍ଧରେ ଯୋଜନା କରୁଅଛନ୍ତି, ଆପଣଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ପ୍ଲାନିଂ କରୁଛନ୍ତି, ଆଉ ଆକ୍ରମଣ କରୁଛନ୍ତି, ଯଦ୍ୱାରା ଆପଣ ରୋଗ, ଯଦ୍ୱାରା ଆପଣ ସମସ୍ୟା, ଯଦ୍ୱାରା ଆପଣ ଅଭାବ, ଯଦ୍ୱାରା ଆପଣ ଋଣଗ୍ରସ୍ତ ଆଉ ପରିସ୍ଥିତି ମଧ୍ୟ ଦେଇକି ଗମନ କରୁଅଛନ୍ତି। ଏକ ଯୁଦ୍ଧ ଚାଲିଅଛି ପ୍ରିୟମାନେ, ଆଉ ସେଇ ଯୁଦ୍ଧ ଦିନ ଆଉ ରାତି ଚାଲିଅଛି। ହାଲେଲୁୟା। ସେହି ଯୁଦ୍ଧ ଦିନ ଆଉ ରାତି ଚାଲୁଅଛି। ଆଉ ସେଇ ଯୁଦ୍ଧରେ ଯିଏ ହାରିଯାଏ, ଶାରୀରିକ ଭାବରେ ସେ ଆପଣା ଜୀବନରେ ସେଇ ପରିସ୍ଥିତି ମଧ୍ୟ ଦେଇକି ଯାଏ। ଆମ୍ଭର ଯୁଦ୍ଧ ଶାରୀରିକ ନୁହଁ,
ଯୋଦ୍ଧା ଅଛନ୍ତି। ହାଲେଲୁୟା। ଖଣ୍ଡା କାଟି ଧରିକି ବୁଲିବା ପାଇଁ ନୁହଁ, ପରମାଣୁ ବମ୍ ନେଇକି ଯିବା ପାଇଁ ନୁହଁ, ଅସ୍ତ୍ର ଶସ୍ତ୍ର ଧରିକି ଯିବା ପାଇଁ ନୁହଁ, ଆତ୍ମିକ ଅସ୍ତ୍ର ଶସ୍ତ୍ର ନେଇକି ଯିବା ବ୍ୟକ୍ତି ଅଛୁ। ହାଲେଲୁୟା ହାଲେଲୁୟା। ଏଫେସିୟ 6 ପର୍ବରେ ଅସ୍ତ୍ର ଶସ୍ତ୍ର ବିଷୟରେ ଲେଖା ଯାଇଛି, କିନ୍ତୁ ମୁଁ ଆପଣମାନଙ୍କୁ କହିବାକୁ ଚାହେଁ କରନ୍ତୀୟରେ ଲେଖା ଅଛି ଆମ୍ଭମାନଙ୍କ ଅସ୍ତ୍ର ଶସ୍ତ୍ର ଶାରୀରିକ ନୁହଁ, କିନ୍ତୁ ଦୃଢ ଗଣଭୂମି ସାତ କରିବାକୁ ସେ ସବୁ ଶକ୍ତିଯୁକ୍ତ ଅଟେ। ଆମ୍ଭ ବିରୁଦ୍ଧରେ ଉଦ୍ଧିତ ହେଉଥିବା ସକଳ ବିଷୟକୁ ଆମେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଆମେ ବନ୍ଧନ କରିପାରୁ। ଆମ ବିରୁଦ୍ଧରେ କୌଣସି ଶତ୍ରୁ ଯଦି ମସ୍ତିଷ୍କରେ ଚିନ୍ତା କରିବା ପୂର୍ବରୁ ତାହାକୁ ଆମେ ଆରେଷ୍ଟ କରିପାରୁ। ହାଲେଲୁୟା। ହାଲେଲୁୟା। ଆଜି ଆମେ କାହିଁକି ସମସ୍ୟାରେ ଦେଇକି ଯାଉଛୁ ଜାଣିଛନ୍ତି? କାରଣ ଆମେ ପ୍ରାର୍ଥନାରେ ଦୁର୍ବଳ ଅଛୁ। ହାଲେଲୁୟା। ହାଲେଲୁୟା। ଯେ ଯଦି ପ୍ରାର୍ଥନା করে নাই ସେ ଦୁର୍ବଳତା ମଧ୍ୟରେ ଅଛି, ସେ ଆକ୍ରମଣର ପରିବେଶ ମଧ୍ୟରେ ଅଛି। ହାଲେଲୁୟା। ଏହି ଯୁଦ୍ଧ ଦିବାରାତ୍ର ଚାଲି ଅଛି। ଗୋଟେ ସୋଲଜର, ଗୋଟେ ଯୋଦ୍ଧା ସେ ସବୁବେଳେ ପ୍ରସ୍ତୁତ ରହେ। ଆପଣ ହଉଛନ୍ତି ଗୋଟିଏ ଗୋଟିଏ ଯୋଦ୍ଧା। ଆପଣ ଯଦି ଲୁଜର, ଆପଣ ଯଦି ହାରି ଯାଉଥିବା ବ୍ୟକ୍ତି, ଆପଣ କେବେ ବି ଜିତି ପାରିବେ ନାହିଁ। ହାଲେଲୁୟା ହାଲେଲୁୟା। ଯୀଶୁ ଖ୍ରୀଷ୍ଟ ଦୁର୍ବଳ ହେଲେ ଏଥିପାଇଁ ମୁଁ ସବଳ ହେବା ନିମନ୍ତେ କହନ୍ତୁ, ମୁଁ ସବଳ ଅଟେ, ମୁଁ ବଳବାନ ଅଟେ, ଖ୍ରୀଷ୍ଟଙ୍କ ସାମର୍ଥ୍ୟରେ ପୂର୍ଣ୍ଣ ଅଟେ। ଖ୍ରୀଷ୍ଟ ମୋ ମଧ୍ୟରେ ରହି କାର୍ଯ୍ୟ କରୁଅଛନ୍ତି। ବିଜୟତା ମୋ ଜୀବନର ଅଂଶ ଅଟେ, ସଫଳତା ମୋ ଜୀବନର ଅଂଶ ଅଟେ, ସାକ୍ଷ୍ୟ ମୋ ଜୀବନର ଭାଗ ଅଟେ। ହାଲେଲୁୟା ହାଲେଲୁୟା। ତୁମ୍ଭ ଦକ୍ଷିଣ ପାଖରେ ଅୟୁତ ଲୋକ ପଡ଼ିବେ, କିନ୍ତୁ ତୁମ କତିକି ଆସିବ ନାହିଁ। କରୋନା ଆସିକି ଅନେକଙ୍କୁ ଛୁଇଁକି ଚାଲିଗଲା, ଅନେକଙ୍କୁ ହତ୍ୟା କରି ଚାଲିଗଲା, କିନ୍ତୁ ଆପଣ ଯଦି ଜୀବିତ ଅଛନ୍ତି, ପରମେଶ୍ୱରଙ୍କ ସୁରକ୍ଷାର ବାଡ଼ ମଧ୍ୟରେ ଆପଣ ଅଛନ୍ତି। କେହି ଜଣେ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛି, ଏଥିପାଇଁ ଆପଣ ସୁସ୍ଥ ସବଳରେ ଅଛନ୍ତି, ସୁରକ୍ଷାରେ ଅଛନ୍ତି। ଏହି ସମୟରେ କେହି ଜଣେ ମେଡିକାଲରେ ଆପଣ ଅନ୍ତିମ ନିଶ୍ୱାସ ଗଣୁଛି, କେହି ଆପଣ ମାତାକୁ, କେହି ଆପଣ ପିତାକୁ ହରାଇଛି, କିନ୍ତୁ ପରମେଶ୍ୱରଙ୍କ ଉପସ୍ଥିତିରେ ଯଦି ବସିକି ଆମେ ଯଦି ବାକ୍ୟ ଶୁଣୁଛୁ, ଏହା ପରମେଶ୍ୱରଙ୍କର ଅନୁଗ୍ରହ ଆଉ ଦୟା ଅଟେ। ହାଲେଲୁୟା। সেই সুন্দর নামক দ্বারে বসিଥିବା ব্যক্তি বিষୟରେ যদি চিন্তা করিবে, ভিখ মাগি মাগি তার জীবন চালিগলা। যীশু খ্রিস্ট আসিকি চালিগলে, অপেক্ষা নাই ଆଉ সেই প্রকার ହିଁ জীবন জীব। কিন্তু বিদ্রোহ যখন প্রার্থনার নির্দিষ্ট সময়ে আসিলে, ଆଉ ସେତେବେଳେ କହିଲେ କଣ ଚାହୁଁଛୁ? ହାଲେଲୁୟା ହାଲେଲୁୟା। ସେ କିଛି ପାଇବା ଆଶାରେ ଚାହିଁଲା, ଏବେ ବି ତାକୁ ଭିକ ଦରକାର ନା ପ୍ରିୟ ମାନେ। ପିତର ଯହନ କହିଲେ, ଆମ ପାଖରେ ଯାହା ଅଛି ଆମେ ତାହା ଦେଉଛୁ। ଯୀଶୁଙ୍କ ନାମରେ ଆଉ ଚାଲ। ଆଉ ସେଇ ଦିନ ଠାରୁ ତାର ପରିସ୍ଥିତି ବଦଳିଗଲା, ଉଠିଲା ଆଉ ଚାଲିଲା ମଣ୍ଡଳୀକୁ, ତା ଜୀବନ ପରିବର୍ତ୍ତନ ହୋଇଗଲା। ଆଜି ଆପଣ ସେଇ ବ୍ୟକ୍ତି ହେବା ଜରୁରୀ ଅଟେ। ପରିବେଶ ଆପଣଙ୍କୁ ବାନ୍ଧିକି ରଖି ପାରିବ ନାହିଁ, ପରିସ୍ଥିତି ଆପଣଙ୍କୁ ରଖି ପାରିବ ନାହିଁ। ଆପଣ ମୁକ୍ତ ହୋଇ ସାରିଛନ୍ତି, କାରଣ ଖ୍ରୀଷ୍ଟ ଆପଣଙ୍କୁ ମୁକ୍ତ କରି ସାରିଅଛନ୍ତି। କୁହନ୍ତୁ, ଖ୍ରୀଷ୍ଟ ମୋତେ ମୁକ୍ତ କରି ସାରିଅଛନ୍ତି। ହାଲେଲୁୟା। ତୁମ୍ଭ ପାର୍ଶ୍ୱରେ ସହସ୍ର ଓ ତୁମ୍ଭ ଦକ୍ଷିଣ ପାଖରେ ଅୟୁତ ଲୋକ ପଡ଼ିବେ, ତାହା ତୁମ କତିକି ଆସିବ ନାହିଁ। ଇଟ୍ ମିନ୍ସ you have that great faith. ଆପଣଙ୍କ ମଧ୍ୟରେ ସେହି ବଡ଼ ବିଶ୍ୱାସ ଅଛି। ଆପଣଙ୍କର ସମ୍ପର୍କ ପରମେଶ୍ୱରଙ୍କ ସହିତ ଦୃଢ଼ ଅଟେ। କେତେ ଜଣ କହୁଛନ୍ତି ପରମେଶ୍ୱରଙ୍କ ସହିତ ଆପଣଙ୍କ ସମ୍ପର୍କ ଦୃଢ଼ ଅଟେ? ହାଲେଲୁୟା ହାଲେଲୁୟା। ରିଲେସନସିପ ମ୍ୟାଟର, ସମ୍ପର୍କ ମ୍ୟାଟର କରୁଛି। ଯଦି ଆପଣଙ୍କର ସମ୍ପର୍କ ଠିକ ଅଛି, ପ୍ରଭୁଙ୍କ ସହିତ ଆପଣ କଥାବାର୍ତ୍ତା ହେଇ ପାରିବେ। ହାଲେଲୁୟା ହାଲେଲୁୟା। ସମ୍ପର୍କକୁ ସଜାଡ଼ନ୍ତୁ ପ୍ରିୟମାନେ ପରମେଶ୍ୱରଙ୍କ ସହିତ। ଯଦି ସମ୍ପର୍କ ଆପଣଙ୍କର ଠିକ ଅଛି, ଆପଣ ଯାହା ଚାହିଁବେ ପ୍ରଭୁ ଆପଣଙ୍କ ଜୀବନରେ ତାହା ପୂରଣ କରିବେ। ସେହି ଦିନର କଥା ଦେଖନ୍ତୁ, ଇସ୍ରାଏଲୀୟ ଲୋକମାନେ ମିଶ୍ର ଦେଶରେ ବନ୍ଦିତ୍ୱ ଅବସ୍ଥାରେ ଥିଲେ। 430 ବର୍ଷ କାଳ ବନ୍ଦିତ୍ୱ ଅବସ୍ଥାରେ ଥିଲେ, କିନ୍ତୁ ପରମେଶ୍ୱର ଏକ ବ୍ୟକ୍ତିଙ୍କୁ ମନୋନୀତ କଲେ, ଯାହାଙ୍କ ନାମ ମୋଶା ଅଟେ। ଆଉ ସେଇ ମୋଶା ଫାରୋର ସମ୍ମୁଖୀନ ହେଲେ, ଆଉ 10 ଗୋଟି ମାରି ମିଶ୍ର ମଧ୍ୟରେ ପ୍ରବେଶ କଲା, ଆଉ ସେମାନଙ୍କୁ ଅସ୍ତବ୍ୟସ୍ତ କଲା। ଯେଉଁ ପର୍ଯ୍ୟନ୍ତ ଇସ୍ରାଏଲୀୟ ଲୋକଙ୍କୁ ସେ ଛାଡ଼ିଲେ ନାହିଁ, ସେହି
पर्यंत सेमानकु विनाश कला गोटिए विषय को ध्यान दियंतु परमेश्वर को मंडली इस्राएली लोक माने केउ देश रे वास करथुले मिस्र देश रे केउ स्थान रे वास करथुले मिस्र देश रे केउ स्थान रे इस्राएली लोक मानकु स्वतंत्र जगह दिया जाइतिला एई नै बाइबल पढ़िबा जरूरी अछि गोशन प्रदेश हालेलुया गोशन प्रदेश रे से माने अछती चतुर्पार्श्व रे मारी पहुंचुची चतुर्पार्श्व रे अंधकार ही जाउची चतुर्पार्श्व रे घटना घटुची किंतु ए गोशन प्रदेश रे इस्राएल लोक अछती तांको स्पर्श करू नाही प्रिय माने काहे कि से माने परमेश्वर कर मनोनीत लोक आपण पुणी मु परमेश्वर को मनोनीत लोक आमार को चतुर्पार्श्व रे खटिबो किंतु आपण को पुणी मते स्पर्श करि पारिबो घोषणा करतु करि पारिबो हालेलुया हालेलुया आपण को पुणी मते स्पर्श करि पारिबो नाही दिस इज द डे ऑफ रिस्टोरेशन आपण परिस्थिति पई दुख करंतु नाही चिंतित होतु नाही गॉड इज अलाइव परमेश्वर जीवित अछंती आजिर समय आपणकर समय घोषणा करंतु प्रभु तुमे मो जीवन रे कार्य करूछ मोर परिस्थिति बदलु अछि मोर ऋण भार रु मुक्त हो अछि औलौकिक सहाय्य को तुमे पठाउ अछ आ औलौकिक उपस्थिति द्वारा मते तुमे कढाई नेउ अछ जो प्रकार इस्राएली लोक मान को गोशन प्रदेश रे सुरक्षा देले आ कढाई नेले आज आपण को पुणी मते परमेश्वर सेही प्रकार कढाई नेबा को चाहंती से माने कोथि जीवा को चाहिले किणान देश रे जीवार थिला हालेलुया आमन को लक्ष्य कोथि होते स्वर्ग किणान देश को जीवार होते हालेलुया मिस्र जगत को बुझाय किणान स्वर्ग देश को बुझाय हमने एही मिस्र रु बाहरी किणान देश को जाउछु स्वर्ग राज्य को जाउछु आकाश रे विभिन्न प्रकार चिन्ह और लक्षण मान साधित होउछि अति शीघ्र यीशु ख्रीष्ट मेघमाला रे आसीबा को जाउछथि जो माने प्रस्तुत अछथि से माने जिवे 90 भाग मंडली प्रस्तुत नाहंती प्रिय माने प्रभु ताहांकर कन्या को नेबा को आसु अछथि यदि प्रस्तुत नाहंती आपण जाई पारिबे नाही हालेलुया हालेलुया जेतु समय समाप्त होई अछि मु गोटे पद आपण मान को पई प्रार्थना करिबा को चाहे जो माने आत्मिक भाव रे वृद्धि हेबा को चाहंती जो माने सुस्थता पाई चाहंती जो माने समस्या रु मुक्त हेबा को चाहंती विश्वासर सहित आपण स्थान रे उठंतु प्रभु एही जगह रे उपस्थित अछंती प्रभु कार्य करिवे मु प्रार्थना करिबा को चाहे यदि विश्वास अछि आपण स्थान रे उठंतु प्रभु कार्य करिवे माउसे उठिले आज्ञा उठिले